ଏହି ମାୟାବୀ ରାହୁର ଦଶା ଯେତେବେଳେ ପିଲାଟିଏ ତାର ପରିଣତ ବୟସକୁ ପ୍ରାପ୍ତ କରି ଶିକ୍ଷା ଦୀକ୍ଷାରେ ଅଗ୍ରଗତି କରିବାକୁ ଚେଷ୍ଟା କରିଥାଏ ସେତେବେଳେ ଯଦି ଏ ରାହୁ ଦଶା ଭୋଗ ହୋଇଥାଏ ଆପଣମାନେ ସମସ୍ତେ ଜାଣିଥିବେ ପିଲାଟି ହାୟର ଏଜୁକେସନକୁ ଗତି କରୁଛି ତାର ପ୍ରାଥମିକ ବିଦ୍ୟା ବହୁତ ଭଲ ଥିଲା ତାର କଲେଜ ଲାଇଫ ମଧ୍ୟ ବହୁତ ଭଲ ଥିଲା କିନ୍ତୁ ହଠାତ୍ କଣ ହେଲା ତା ମାନସିକତାରେ ଗୁଡ଼ାଏ ଦୁର୍ଗୁଣ ପଶିଗଲା ସେ ଉଚିତ ସମୟରେ ଉଚିତ ଶିକ୍ଷା ଗ୍ରହଣ କରିବାକୁ ଚାହିଁଲା ନାହିଁ କିଛି ଅଳ୍ପ ପଢ଼ି ଅନେକ କିଛି ଆତ୍ମବଡ଼ିମାର କଥା କହିଲା ଓ ଅନୁକରଣଶୀଳ ବିଦ୍ୟାକୁ ଗ୍ରହଣ କରିବାକୁ ଚେଷ୍ଟା କଲା ଓ ସର୍ବପ୍ରଥମେ ସେ ଲକ୍ଷ୍ୟଭ୍ରଷ୍ଟ ଯଦି ହେବାକୁ ଚାହିଁଲା ତାହେଲେ ଆଜିକାଲିର ଚାକଚକ୍ୟ ଜୀବନରେ ଅନେକ କିଛି ବସ୍ତୁକୁ ଦେଖି ସେ ପ୍ରଲୋଭିତ ହେଲା ଏମିତି ବି କୁସଙ୍ଗତିରେ ମଧ୍ୟ ପଡ଼ି ଯାଇପାରେ ଏହି ସମୟରେ ଅନେକ କିଛି ଶିକ୍ଷାବିତ ପିଲାମାନେ ବା ଯେଉଁମାନେ ହାୟର ଏଜୁକେସନକୁ ବହୁତ ଭଲ ଭାବରେ ଷ୍ଟଡି କରୁଥିଲେ ସେ ଲକ୍ଷ୍ୟ କ୍ଷେତ୍ରରୁ ବିଚଳିତ ହୋଇ ଅନେକ କିଛି ଅସାମାଜିକ କ୍ଷେତ୍ରକୁ ଚାଲି ଯାଇପାରନ୍ତି ନିଶାସକ୍ତ ହୋଇଯାଇପାରନ୍ତି ନାରୀସକ୍ତ ହୋଇଯାଇପାରନ୍ତି ନିଜ ବୟସଠାରୁ ଅଧିକ ବୟସ୍କ ଲୋକଙ୍କ ସହ ସମ୍ପର୍କ କରନ୍ତି ବା ନାରୀଙ୍କ ସହ ସମ୍ପର୍କ କରନ୍ତି ଅନେକ କିଛି ଅସାମାଜିକ ତଥ୍ୟକୁ ସେ ଖୁସି ଖୁସି ଗ୍ରହଣ କରନ୍ତି ବା ସେ ତାହା ହିଁ ସତ୍ୟ ଯାହା ସେ କରୁଛନ୍ତି ଏହା ହିଁ କରିବା ଦରକାର ବୋଲି ରାହୁ ତାଙ୍କ ମନରେ ଅନୁପ୍ରାଣିତ କରିଦେଇଥାଏ ତେଣୁ ପରିବାର ଠାରୁ ବନ୍ଧୁବର୍ଗ ଠାରୁ ନିଜର ସହୋଦରଙ୍କ ଠାରୁ ସେ ଶତ୍ରୁତା ଆଚରଣ କରି ତାକୁ ଯାହା ଭଲ ଲାଗେ ସେ ତାହା କରେ ଯାହାଦ୍ୱାରା ଶିକ୍ଷା କ୍ଷେତ୍ରରେ ତାର ଅନେକ କିଛି ଅଶୁଭ ଫଳ ମିଳିଥାଏ ବା ଶିକ୍ଷା କ୍ଷେତ୍ରରେ ସେ ସେତେ ଉନ୍ନତି କରିପାରିନଥାଏ।